ପ୍ରଭୁଙ୍କର ଲୀଳା ବର୍ଣ୍ଣିବା ଆମ ପକ୍ଷରେ ସମ୍ଭବ ନୁହେଁ, ଆଦୌ ସମ୍ଭବ। ଅନେକ ଉପାଖ୍ୟାନ ଭିତରେ ଅନେକ ପ୍ରକାରର କଥା ଲେଖା ଅଛି, ଯାହାକୁ ପଢ଼ିଲେ ବା ଶୁଣିଲେ ମନ ଭିତରେ ଆସେ ଏହା କ'ଣ ସତ୍ୟ? କିନ୍ତୁ ଗଭୀର ଭାବରେ ଚିନ୍ତା କଲେ ହୁଏତ କିଛି ମିଥ୍ୟା ନୁହେଁ, କପୋଳ କଳ୍ପିତ କଥା ଥାଇପାରେ, କିନ୍ତୁ ସତ୍ୟତା ନିଶ୍ଚୟ ରହିଛି। ଆପଣ ଦେଖନ୍ତୁ, ଏବେ ବି ଅନନ୍ତ କ୍ଷେତ୍ରରେ ହରିଲୋରେ ଗୋଟିଏ ଗୋପାଳ ମୂର୍ତ୍ତି ଅଛନ୍ତି। ସେତେବେଳେ ସେ ବଳିଆ ସହିତ ଯାଉଥିଲେ, ଗୋଟେ ଝୁଲା ଭିତରେ ତାଙ୍କୁ ରଖି ଦିଆଯାଏ, ଏମିତି ସେବା ପୂଜା କିଛି ନାହିଁ, ଟିକେ ଧୂପ ଦେଖେଇଲୁ ଏମିତି ଚାଲେ। ସେ ଯେତେବେଳେ ଦୋଳୋତ୍ସବରେ ବିମାନରେ ବସି ବିଭିନ୍ନ ସ୍ଥାନକୁ ଯାଆନ୍ତି, ତାଙ୍କ ଜିନିଷ ହଜିବ ଗୋଟିଏ ଜାଗାରେ, ମିଳିବ ଆଉ ଗୋଟେ ଜାଗାରେ। ଧରନ୍ତୁ ଅମୁକ ଗାଁକୁ ଗଲେ, ସେ ଗାଁରୁ ଫେରିଲା ବେଳେ ଜିନିଷ ଥିଲା, କ୍ଷେତ୍ରରେ ପହଞ୍ଚିବା ପରେ ଜିନିଷ ଥିଲା, ସକାଳୁ ଦେଖାଗଲା ମୁକୁଟ ବଂଶୀ ଆଉ ନାହିଁ। ସମସ୍ତେ ଇତସ୍ତତ ହୁଅନ୍ତି, ମୁକୁଟ ବଂଶୀକି କିଏ କାନ୍ଦେଲାବାଲା ନେଇଗଲେ, କି ଅନ୍ୟ କିଏ ନେଇଗଲେ। ମୁକୁଟ କଲେ ରୂପାର ମୁକୁଟଟିଏ। ସେଠୁ ମନେ ପକାନ୍ତି କେଉଁ ଜାଗାକୁ ଯାଇଥିଲେ, ସେ ଜାଗାରେ ଖୋଜିଲେ, ଅମୁକ ଜାଗାକୁ ଯାଇଥିଲେ, ତାପରେ ସେ ଜାଗା ବି ସବୁ ଅନୁସନ୍ଧାନ ହେଲା। ଦେଖିଲା ବେଳକୁ ଆଶ୍ରମ ନିକଟସ୍ଥ ଗୋଟେ ପଡ଼ିଆ ଅଛି, ସେ ପଡ଼ିଆ ପାଖରେ ଗୋଟେ ହୁଙ୍କା ଅଛି, ଗଛ ଅଛି। ସେଇଠିକି ଜଣେ ଯାଇଥିଲେ ନିତ୍ୟକର୍ମ କରିବା ପାଇଁ। ସିଏ ସେ ହୁଙ୍କା ଉପରେ ସେ ବଂଶୀ ଆଉ ସେ ରୂପା ମୁକୁଟକୁ ଦେଖିକିରି ଆମକୁ ଖବର ଦେଲେ, କହିଲେ ଆପଣଙ୍କ ଠାକୁରଙ୍କ ରୂପା ମୁକୁଟ ବଂଶୀ ଅମୁକ ଜାଗାରେ ଅଛି, ମୁଁ ପାଇଛି, ଦେଖନ୍ତୁ ଠାକୁରଙ୍କ ଲୀଳା। ଆଉ ଥରେ ସେମିତି ହଜିଲେ, କିଏ ନେଇଗଲା ରୂପା ମୁକୁଟ ବଂଶୀ, ପାଦର ନୂପୁର କିଏ ନେଇଗଲା, ତାକୁ କ'ଣ କରିବା? ଜଣେ ଦୋକାନୀ ଆସିଛି, ଏଇ ଯେଉଁ ପିତ୍ତଳ ମାନେ ଏ ଯେଉଁ ଖଦି ବିକ୍ରି ସବୁ ପୁରୁଣା ଜିନିଷ କରନ୍ତି, ତାରି ପାଖରେ ସେଟା ମିଳିଲା। ଇରେ ତୁ କୋଉଠୁ ଆକୁ ପାଇଲୁ? ଏ ତ ଆମ ଗୋପାଳଙ୍କ ଜିନିଷ। ସିଏ ଯୋଉ କହୁଛି, ମୋତେ ନଫ ପଠୁଣି ବୋଲି ଗୋଟେ ପଠାଣ ଘର ସ୍ତ୍ରୀ, ସିଏ ମୋତେ ବିକ୍ରି କରିଛି। ସେ ନଫ ପଠୁଣୀଙ୍କ ସହିତ, ନଫ ପଠୁଣୀ ଆଶ୍ରମ ପାଖାପାଖି ଲୋକ, କୋଲର ଗ୍ରାମର, ଯେ ସିଏ କେମିତି ଜିନିଷକୁ କ'ଣ ଠାକୁରଙ୍କ ଜିନିଷର ବିମାନରେ ଥିଲା, ତାହେଲେ ଆମ କାନ୍ଧିଆ କି କିଏ ଜଣେ ଇଏ ବୋଧେ ଚୋରି କରି ନେଇକିରି ତାକୁ ବିକ୍ରୟ କରିଛନ୍ତି। ଆଉ ତାକୁ ଯେତେବେଳେ ପଚରା ହେଲା, ମା ତୁ ଗୋଟେ ଠାକୁରଙ୍କର ଅମୁକ ଜିନିଷ ପାଇଥିଲୁ କୋଉଠୁ, ତାକୁ ବିକ୍ରି କଲୁ କେମିତି?
ନା ମୁଁ ଗାଧୋଉଥିଲି ପାଇକା ନଈରେ ଗୋଟେ ଫୁଲ ଭିତରେ ସେ ଗୋଟେ ଫୁଲମାଳ ମାନେ ବାସି ବାସି ଯାଉଥିଲା। ସେଇଠି ବା ଦେଖିଲା ବେଳକୁ ସେ ମୁକୁଟ ଥିଲା। ଆମେ ତାକୁ କ'ଣ କରୁ, ଆମେ ତ ପଠାଣ ଲୋକ, ଆମର ସେ କ'ଣ ମୁଁ ସବୁ ବିକ୍ରି କରିଦେଲି ଆଉ। ତେଣୁ ଯେଉଁ ପ୍ରକୃତରେ ଲେଖାଯାଇଛି ତୁମ୍ଭ ଲୀଳା ସିନା ତୁମ୍ଭଙ୍କୁ ଗୋଚର, ମାୟା ସଂସାରେ ଯାର ଲୀଳା, ତେଣୁ ତାହା ସତ୍ୟରେ ପରିଣତ ହୁଏ। आम चैनल लाइक करंतु, सब्सक्राइब करंतु, बेल आइकन रे प्रेस करंतु, शेयर करंतु।